ଚାହା ଜୀବନ ଦୀର୍ଘ 45 ବର୍ଷର ଜୀବନ ଭିତରେ ଏ ଦେବୀତୋଷ ମିଶ୍ର କିଛି ବୁଝୁ କି ନ ବୁଝୁ ଏତିକି ବୁଝିଛି ପରୀକ୍ଷା ନେବାକୁ କେହି ଜଣେ ଉପରବାଲାକୁ ମୋ ଠିକଣା ଦେଇଦେଇଛି ଜୀବନ ସାରା ଖାଲି ପରୀକ୍ଷା ପାସ୍ କରିବା ମୋ କପାଳରେ ନାହିଁ ଧନ୍ୟବାଦ ମିଷ୍ଟର ଈଶ୍ୱର ମୋ ଉପରେ ବିଶ୍ୱାସ ରଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଆରେ ଭାଇ କେହି ଜଣେ କହିଥିଲେ ଚିତ୍କାର କରି ହସୁଥିବା ଲୋକର ପକେଟ ଅଣ୍ଡାଳି ଦେଖିଲେ ଟଙ୍କା କି ସୁନା ପାଇବନି ପାଇବ ଗୋଟାଏ ଲୁହ ଭିଜା ରୁମାଲ ଯୋଉଟା କି ଆଜି ମୋ ହାତ ମୁଠାରେ ଅଛି अरे भाई मिश्रित भागफल शेषरे परास्त निश्वास ए पांथशाला रे हृदय रे पांथशाला निश्वास रे पांथशाला আজি গোটাଏ ପାନ୍ଥଶାଳା ଆସିଛି ଆଉ ଗୋଟାଏ ପାନ୍ଥଶାଳା ନିକଟକୁ सिगरेट अच्छी ଭାଇ ମାଚିସ୍ଟା ମୋ ପାଖରେ ଅଛି गोल्ड फ्लैग फिल्टर मोर भी सही ब्रांड अरे भाई मात्र गोटाए विशेष 50-50 ओके भाई ओके टेक इट नो नो टेक इट नो नो मो सांग कहे सिगरेट टाणिबो लास्ट जियो को किस करिवो फास्ट वास्तविक भाई सतरे गोटे डियारा चारम था अरे भाई ये वर्षा अंधार रात पांथशाला कौन करुछ मु जदी तुमको सही प्रश्न पचारे खोजुछि मो हजीला अतीत को खोजुछि मो अतीतर प्रेमिका को खोजुछि जहा ना सहित मो ना को जोड़ी ये पांथशाला कांथरे मु गोटी गोटी करी स्पष्ट भाव रे लिखि दे जाइथि मु खुजुची मो प्रेमिक को जहा को मो निज जीवन टु बेसी भलो पाउती अरे भाई तमर पुणी प्रेमिका नो 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 ता मो भीतरर प्रेम कृष्ण सुदामार प्रेम कालिया बंधु महांतीर प्रेम अच्छा भाई बंधु को कथा कहउछ तो एई मानता चिन्नी परला नहीं भूल बुझिला मते अरे भाई बंधु माने जेतेबेले जीवन रे आसंती खुशी रो पसरा नहीं आसी तंते किंतु गला बेले दुखर श्रावण रे समाने भिजेई देई चली जान किंतु बंधु बेले बेले एमिति भी हुए कहा उठरे हस दबाकू जाई मनीष तार शत्रु पालटी जाए ता लुहर कारण पालटी जाए जेमिति मो सांग रही गलो वास्तविक भाई ये वर्षा अंधार राति रे तम मोरे एमती गप सुनी बार गोटे नियारा खुशी नियारा आनंद था अरे भाई हटे गल काहेकी कोना हां स्कूल बेला रो सांग अच्छा गोटे साइकिल रे स्कूल जाऊ गोटे टिफिन की ओधा ओधा करी खाऊ कटी कटी अरे भाई गोटे शर्ट को अदल बदल करी पिंदुथि निश्चय कहीं जड़े झगड़ा कले ता पाई आउ जड़े बाहरी पड़थबो निश्चय आई ट्राई तुम के भी देखो तुमरे भी संग दिले ना को उठाए भाई उठाए मोबाइल फोन उठाए प्रेमिका दी जण गोटे झियो को लाइन मारतलो सत हेले से सोळाटा जीती गला गीता तार रही गला आ गीता से गीता नाटा हम भीतरे भिले नहीं गला रे भाई गीता पाई महाभारत से दिनर महाभारत अर्जुन दुर्योधन का भीतरे अब आजिर महाभारत कृष्ण अर्जुन का भीतरे देवीदास मिश्र आशुतोष भीतरे आशुतोष महापात्र आजिर कोटिपति मो पिला दिनर सांग
ଜଣେଟା ଗୀତା ପାଇଁ ଶତ୍ରୁ ହେଇଗଲା। ଦିନେ ଆସୁ ମୁଁ ଗୀତା ଗୋଟେ କାରରେ ଦାରିଙ୍ଗବାଡ଼ି ବୁଲିବାକୁ ଯାଉଥିଲୁ। ହଠାତ୍ ଗାଡ଼ିଟା ଘାଟି ତଳକୁ ଖସି ପଡ଼ିଲା। ଭାଗ୍ୟ ଭଲ ଭାବେ ବଞ୍ଚିଗଲୁ। ପ୍ରଥମେ ମୁଁ ଭଲ ହେଲି, ତାପରେ ଗୀତା 2 ମାସ ପରେ ଆସୁ। ମୁଁ ଘରେ ଥାଏ, ଗୀତା ମୋତେ ଫୋନ୍ କଲା। ମୁଁ ପଚାରିଲି କୋଉଠି, ସେ କହିଲେ ଡକ୍ଟରଙ୍କ ପାଖରେ। ମୁଁ ଯାଇ ପହଞ୍ଚିଲି, ଦେଖିଲି ଗୀତା ଚୁପଚାପ ଠିଆ ହେଇଛି। ମୋତେ ଦେଖି ଛୋଟ ଛୁଆଙ୍କ ଭଳି କାନ୍ଦିଲା। ମୁଁ ପଚାରିଲି ଡକ୍ଟର କ'ଣ କହିଲେ? ସେ କହିଲେ ଡକ୍ଟର କହିଲେ ଏ ଝିଅ କେବେ ଜୀବନରେ ପିଲାର ମା ହେଇପାରିବନି। ଗୀତା ସେତେବେଳକୁ ଗୀତା ସହିତ ମୋ ସାଙ୍ଗର ବାହାଘର ଡେଟଟା ଫାଇନାଲ ସରିଥାଏ। ସେତିକି ବେଳେ ଗୀତା କହିଲା ମୁଁ ବାହା ହେବିନି। କାହିଁକି ହବନି? ଆରେ ବାହାଘର ଅର୍ଥ ତ ସନ୍ତାନ ସୃଷ୍ଟି କରିବା ନୁହଁ ନା? ବୁଝେଇଛି ହେଲେ ବୁଝିଲାନି। କହିଲା ନିଜ ପ୍ରେମିକକୁ ପାଇବା ପାଇଁ ଗୋଟେ ବଂଶର ଭବିଷ୍ୟତ ସହିତ ଖେଳିବା ପାପ ହବ। ଏଇ କଥାଟା ସେଦିନ ତା ପ୍ରେମିକକୁ କହିଲନି କାହିଁକି? ରାଣ ପକେଇଦେଲା ମୋ ସାଙ୍ଗର ରାଣ। ଜଗନ୍ନାଥଙ୍କ ରାଣ ପକେଇଥିଲେ ମୁଁ କହିଦେଇଥାନ୍ତି, ହେଲେ ମୋ ସାଙ୍ଗର ରାଣ ପକେଇଦେଲା। ଯୋଉଥିପାଇଁ କି ଆସୁକୁ ଯେ ସେ କଥାଟା କହିପାରିନି। କେମିତି କହିବି? ରାଣ ପକେଇଛି, ମୋ ସାଙ୍ଗର ଅମଙ୍ଗଳ ହବନି। ତାପରେ ଗୀତା ଆଉ ଜଣକୁ ବାହାରିଗଲା ନା? ଏଇଠି ତ ଟୁଇଷ୍ଟ। ମୁଁ ଗୀତାକୁ କହିଲି ଗୀତା ତମେ ଯଦି ଆସୁକୁ ବାହା ନ ହବ ସିଏ ସେମିତି କୁଆରା ହେଇ ରହିଯିବ। ତମେ ଯଦି ଆଉ କାହାକୁ ବାହା ହବ ସେ ଆତ୍ମହତ୍ୟା କରିଦବ। ଗୀତା 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 କ'ଣ କହିଲା? ଗୀତା କହିଲା ସବୁଠୁ ଭଲ ହବ ମୁଁ ଆତ୍ମହତ୍ୟା କରିଦେବି। ମୁଁ ତାକୁ କହିଲି ଗୋଟେ କାମ କର, ଚାଲ ମୁଁ ତମ ସ୍ୱାମୀ ହେଇଯିବି। ମିଛି ମିଛିକା ସ୍ୱାମୀ କାହିଁକି ପଚାର? ବାସ୍। କାହିଁକି? ମୋ ସାଙ୍ଗ ମୋ ପାଇଁ ଯେତିକି ମୂଲ୍ୟବାନ, ମୋ ସାଙ୍ଗର ପ୍ରେମିକା ତ ସେତିକି ମୂଲ୍ୟବାନ। ତମେ ଦି ଜଣ ମିଛି ମିଛିକା ସ୍ୱାମୀ ସ୍ତ୍ରୀ। ତା ମଥାର ସିନ୍ଦୁର ଦୁନିଆ ପାଇଁ, ତା ହାତର ଶଙ୍ଖା ବଦନାମରୁ ବଞ୍ଚିବା ପାଇଁ, ଆଉ ବର୍ଷକୁ ଥରେ ତା ହାତର ଗୋଟିଏ ରାକ୍ଷୀ ମୋ ହାତ ପାଇଁ। ଦୁଃଖ କ'ଣ ଜାଣିଛ ବନ୍ଧୁ? ମୁଁ ତା ପାଇଁ ଏତେ କଲି, ହେଲେ ସେ ମୋତେ ଭୁଲ ବୁଝିଲା। ତାରି ପାଇଁ ମୁଁ ବର୍ବାଦ ହେଇଗଲି। ତାରି ପାଇଁ ମୋ କମ୍ପାନୀ ନିଲାମ ହେଇଗଲା। ମୋ ଭଉଣୀକି ତା ଘରର ଚାକର ସହିତ ବାହା ଦେଇଦେଲା। ଏମିତିକି 2 ଦିନ ତଳେ ମୋ ଭଉଣୀର ପୁଅକୁ ମାରିଦେବା ପାଇଁ ସେ ବିଷ ଦେଇଥିଲା। ଏଇଟା ସମ୍ପୂର୍ଣ୍ଣ ମିଛ। ସେ କେବେ ବି ଏମିତି କାର୍ଯ୍ୟ କରିପାରିବନି। ଜାଣିଛି, ଆଦୌ କରିପାରିବନି। ଜାଣିଛି। ମୋ ସାଙ୍ଗକୁ ମୁଁ କ'ଣ ଚିହ୍ନିନି? ମୁଁ ଜାଣିଛି ମୋ ସାଙ୍ଗ କେବେ ଏମିତି କାମ କରିନଥିବ। ଜଣେ ଭଲ ବନ୍ଧୁ କେବେ ବନ୍ଧୁକ ଧରିପାରିବନି। ଜଣେ ଭଲ ସାଙ୍ଗ କେବେ ଶତ୍ରୁ ହେଇପାରିବନି। ଜାଣିଛ, ଆଜିକି ଠିକ 20 ବର୍ଷ ତଳେ ଆମେ ଦିନେ ଏଇଠି ଥିଲୁ। ଏମିତି ବର୍ଷା ହଉଥାଏ, ଏଇଠି ଜଣେ ବାବୁ ରହୁଥାନ୍ତି। ତାଙ୍କ ପାଖରେ ଗୋଟେ ସିଗାରେଟ ମାଗିକି ଟାଣିଲୁ। ସେ ହାରମୋନିୟମ ବଜାନ୍ତି, ଆମେ ଗୀତ ଗାଉ। ଏକାଠି ଡବଲ লিভ আসছি। Swati, 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 Swati,
আরে এতে সব ঘটনা ঘটিগলা আজি পর্যন্ত তোমাকে কথাটাকে লুচাইকি রখি পারিলু দেবে